ନମସ୍କାର ଫ୍ରେଣ୍ଡ, ଜୟ ଜଗନ୍ନାଥ। ଶିବଲିଙ୍ଗର ଉତ୍ପତ୍ତି କେମିତି ହୋଇଥିଲା ଆସନ୍ତୁ ଜାଣିବା। ପୌରାଣିକ ଓ ଦାର୍ଶନିକ କଥା। ହିନ୍ଦୁ ଧର୍ମରେ ଶିବ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ପ୍ରଳୟର ମହାଦେବ। ତାଙ୍କର ସର୍ବୋଚ୍ଚ ଓ ସରଳ ପ୍ରତୀକ ହେଉଛି ଶିବଲିଙ୍ଗ। ଶିବଲିଙ୍ଗ କେବଳ ଏହା ଏକ ପୂଜା ଚିହ୍ନ ନୁହେଁ, ଏହା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ, ଶକ୍ତି, ଚେତନା ଓ ଅନନ୍ତର ପ୍ରତୀକ। ଶିବଲିଙ୍ଗ ଉତ୍ପତ୍ତି ସମ୍ପର୍କରେ ଅନେକ ପୌରାଣିକ କଥାରୁ ମିଳେ। ସେଗୁଡ଼ିକ ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ କଥା ଶିବ ପୁରାଣରେ ଉଲ୍ଲେଖିତ ଅଗ୍ନିସ୍ତମ୍ଭ କଥା। ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ଅହଙ୍କାର ସୃଷ୍ଟି। ଆରମ୍ଭ କାଳରେ ବ୍ରହ୍ମା ଓ ବିଷ୍ଣୁ ଦୁଇ ଜଣ ନିଜକୁ ସର୍ବୋଚ୍ଚ ଭାବି ଅହଙ୍କାରରେ ମଗ୍ନ ହୋଇଥିଲେ। ବ୍ରହ୍ମା କହିଲେ, ମୁଁ ସୃଷ୍ଟିକର୍ତ୍ତା, ଏହି ବିଶ୍ୱ ମୋ ଠାରୁ ଉତ୍ପନ୍ନ। ବିଷ୍ଣୁ କହିଲେ, ମୁଁ ପାଳନକର୍ତ୍ତା, ମୋ ବିନା ବିଶ୍ୱର ସ୍ଥିତି ନାହିଁ। ଦୁହେଁ ନିଜକୁ ସର୍ବଶ୍ରେଷ୍ଠ ପ୍ରମାଣ କରିବାକୁ ବାଦବିବାଦରେ ଲିପ୍ତ ହେଲେ। ସେହି ସମୟରେ ହଠାତ୍ ଦୁହିଁଙ୍କ ମଧ୍ୟରେ ଏକ ଭୟଙ୍କର ଅନନ୍ତ ଅଗ୍ନିସ୍ତମ୍ଭ ପ୍ରକଟ ହେଲା। ଅଗ୍ନିସ୍ତମ୍ଭ ପ୍ରକଟିଲା। ସେହି ଅଗ୍ନିସ୍ତମ୍ଭ ନ ଆରମ୍ଭ ଥିଲା ନା ଶେଷ ଥିଲା। ତାହାର ତେଜରେ ସମସ୍ତ ଦିଗ ଆଲୋକିତ ହୋଇଯାଇଥିଲା। ବ୍ରହ୍ମା ଓ ବିଷ୍ଣୁ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ଦୁହେଁ ନିଷ୍ପତ୍ତି ନେଲେ, ଯିଏ ଏହି ସ୍ତମ୍ଭର ଆଦି କିମ୍ବା ଅନ୍ତ ଖୋଜିପାରିବ, ସେ ହେବ ସର୍ବୋଚ୍ଚ। ବିଷ୍ଣୁଙ୍କ ତଲକୁ ଯାତ୍ରା। ବିଷ୍ଣୁ ନିଜକୁ ବରାହ ଅବତାରରେ ପରିଣତ କରି ଅଗ୍ନିସ୍ତମ୍ଭର ତଲକୁ ଯିବାର ଆରମ୍ଭ କଲେ। ସେ ଅନେକ କାଳ ଧରି ଭୂମିର ଗଭୀରତମ ସ୍ତରକୁ ଯାଇଥିଲେ କିମ୍ବା ଘୂରି ବୁଲିଥିଲେ, କିନ୍ତୁ କୌଣସି ସୀମା ପାଇଲେ ନାହିଁ। ଶେଷରେ କ୍ଳାନ୍ତ ହୋଇ ଫେରି ଆସିଲେ ଓ ସତ୍ୟ ସ୍ୱୀକାର କଲେ, ମୁଁ ତାଙ୍କର ଅନ୍ତ ପାଇପାରିଲି ନାହିଁ। ବ୍ରହ୍ମାଙ୍କ ଉପରକୁ ଯାତ୍ରା ଓ ମିଥ୍ୟା। ବ୍ରହ୍ମା ନିଜକୁ ହଂସ ରୂପରେ ପରିବର୍ତ୍ତନ କରି ଅଗ୍ନିସ୍ତମ୍ଭ ଶୀର୍ଷ ଖୋଜିବାକୁ ଉପରକୁ ଉଡ଼ିଗଲେ। ବହୁ ସମୟ ପର୍ଯ୍ୟନ୍ତ ଉଡ଼ିଲେ ମଧ୍ୟ ତାହାର ଆଦି ପାଇଲେ ନାହିଁ। ପଥରେ ସେ କେତକୀ ଫୁଲ ଦେଖିଲେ, ତାହାର ସ୍ତମ୍ଭରୁ ଖସି ପଡ଼ିଥିବା ଥିଲା। ବ୍ରହ୍ମା ସେହି ଫୁଲକୁ ସାକ୍ଷୀ କରି ମିଥ୍ୟା କହିଲେ। ମୁଁ ସ୍ତମ୍ଭର ଆଦି ଦେଖିଛି କହିଥିଲେ। ଶିବଙ୍କ ପ୍ରକଟ ଓ ଅହଙ୍କାରର ଭଙ୍ଗ। ତୁରନ୍ତ ସେହି ଅଗ୍ନିସ୍ତମ୍ଭରୁ ଭଗବାନ ଶିବ ପ୍ରକଟ ହେଲେ। ସେ କହିଲେ, ମୁଁ ହିଁ ସେହି ଅନନ୍ତ ସତ୍ୟ। ମୋର ନା ଆରମ୍ଭ ଅଛି ନା ଶେଷ। ବ୍ରହ୍ମାଙ୍କ ମିଥ୍ୟା ଦେଖି ଶିବ କ୍ରୋଧିତ ହେଲେ ଓ ତାଙ୍କୁ ଶ୍ରାପ ଦେଲେ, ମୁଁ ତୁମକୁ ଭୁଲ କରି କେହି ପୂଜିବେ ନାହିଁ। ସେହି କାରଣରୁ ଆଜି ବ୍ରହ୍ମାଙ୍କ ମନ୍ଦିର ଅତ୍ୟନ୍ତ କମ୍। ବିଷ୍ଣୁଙ୍କ ସତ୍ୟବାଦିତାରେ ପ୍ରସନ୍ନ ହୋଇ ଶିବ ତାଙ୍କୁ ଆଶୀର୍ବାଦ କଲେ। ଅଗ୍ନିସ୍ତମ୍ଭ ହେଉଛି ଶିବଲିଙ୍ଗ। ଶିବ କହିଲେ, ଏହି ଅଗ୍ନିସ୍ତମ୍ଭ ମୋର ଲିଙ୍ଗ ରୂପ। ଏହାକୁ ଯିଏ ଭକ୍ତି ସହ ପୂଜା କରିବ, ସେ ମୋତେ ପାଇବ। ସେହି ଦିନରୁ ଶିବଲିଙ୍ଗ ପୂଜାର ପ୍ରଚଳନ ଆରମ୍ଭ ହେଲା। ଲିଙ୍ଗ ଓ ଯୋନିର ଦାର୍ଶନିକ ଅର୍ଥ। ଶିବଲିଙ୍ଗ କେବଳ ଶରୀର ପ୍ରତୀକ ନୁହେଁ, ଏହା ଲିଙ୍ଗ ପୁରୁଷ ଚେତନା, ଶିବ ଯୋନି ପ୍ରକୃତି ଶକ୍ତି, ପାର୍ବତୀ, ଏହି ଦୁଇ ମିଳନରୁ ସୃଷ୍ଟି ହୁଏ। ତେଣୁ ଶିବଲିଙ୍ଗ ହେଉଛି ସୃଷ୍ଟିର ମୂଳ ମତ୍ୟ। ବେଦ ଓ ଉପନିଷଦରେ ଲିଙ୍ଗ ତତ୍ତ୍ୱ ଋଗେଶ୍ୱରରେ ଶିବଙ୍କୁ ରୁଦ୍ର ଭାବେ ବର୍ଣ୍ଣନା କରାଯାଇଛି। ଉପନିଷଦ କହେ, ଯାହା ନିରାକାର ସେହି ହେଉଛି ସର୍ବୋଚ୍ଚ ସତ୍ୟ। ଶିବଲିଙ୍ଗ ସେହି ନିରାକାର ସତ୍ୟର ସାକାର ରୂପ। ଶିବଲିଙ୍ଗ ପୂଜାର ମହତ୍ତ୍ୱ। ଶିବଲିଙ୍ଗ ପୂଜା କରିଲେ ଅହଙ୍କାର ନଷ୍ଟ ହୋଇ ମନ ପବିତ୍ର ହୁଏ। କର୍ମଫଳ ମିଳିଥାଏ, ମୋକ୍ଷ ଲାଭ ହୁଏ। ସେଥିପାଇଁ ଶିବରାତ୍ରି ଶ୍ରାବଣ ମାସରେ ଲିଙ୍ଗ ପୂଜାର ଅତ୍ୟଧିକ ମହତ୍ତ୍ୱ ଅଛି। ଶିବଲିଙ୍ଗର ଉତ୍ପତ୍ତି କଥା ଆମକୁ ଶିଖାଏ, ଅହଙ୍କାର ଧ୍ୱଂସ ହୋଇ
ସତ୍ୟ ସଦା ଜୟୀ ହୁଏ। ଈଶ୍ୱର ଅନନ୍ତ ଓ ନିରାକାର। ସମସ୍ତ ସୃଷ୍ଟି ମୂଳ ହେଉଛି ଶିବ। ଓଁ ନମଃ ଶିବାୟ, ଓଁ ନମଃ ଶିବାୟ। ଭିଡ଼ିଓଟି ଭଲ ଲାଗିଥିଲେ ଓଁ ନମଃ ଶିବାୟ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ।